ସାର୍ ରିପୋର୍ଟ କରୁଛନ୍ତି ଆମର ସବୁ କର୍ମଚାରୀ ଭାଇ ଭଉଣୀ ନାଗରିକ ମଞ୍ଚର ସଦସ୍ୟ ସମସ୍ତଙ୍କୁ ନମସ୍କାର। ଆମର 17 ତାରିଖରୁ ଆମର ଯେଉଁ ଧାରଣା ଚାଲି ରହିଛି ତା ଭିତରେ ଆମେ ମନ୍ତ୍ରୀ ଆମର ସ୍ଥାନୀୟ ବିଧାୟକ ସମସ୍ତଙ୍କ ସହିତ ଆମେ ସମ୍ପର୍କରେ ଅଛୁ। ଗତକାଲି কিন্তু 2008 ଆପଣ ଦେଖୁଛନ୍ତି ଅରେଞ୍ଜ କଲର ଆଉ ବ୍ଲୁ କଲର ଏଟା ପ୍ରଥମେ 2015 ମସିହାରେ ପରିଚାଳନା କମିଟି ଦୁଇଟା ବାଇ କଲର ହବନି ସେବେଠାରୁ ଆମେ ମାନେ ଆନ୍ଦୋଳନ କରି ଆସିଛୁ ଭଦ୍ରବାସୀ ଆଉ ଗୋଟେ ପଠେଇଥିଲେ କି ମୁଁ ବର୍ତ୍ତମାନର ଯେଉଁ ଆମର ରିଫ୍ଲେକ୍ଟର ହ୍ୱାଇଟ୍ କ୍ରୀଡ଼ା ସଂସ୍କୃତି ମନ୍ତ୍ରୀ ହଁ ହ୍ୱାଇଟ୍ ପଡ଼ିବ ନା କଲର ବିଧାୟକ ଅଛନ୍ତି ଶ୍ରୀତମ ସାଗର ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେଉଛି। ସେମାନେ ଭଦ୍ରକ ଜିଲ୍ଲାକୁ ବର୍ତ୍ତମାନ ମେଡିକାଲ କଲେଜ ଘୋଷଣା କରିଛନ୍ତି। କିନ୍ତୁ ବଡ଼ ଦୁଃଖ କଥା ବହୁତ ଦିନ ଧରିକି ଯିଏ ସଂଗ୍ରାମ କରି ଆସିଛି ଯେଉଁ ଭଦ୍ରକ ଇଞ୍ଜିନିୟରିଂ କଲେଜ ସିଏ ଯେଉଁମାନେ ତଳେ ତଳାନ୍ତି ଯେଉଁ କଲେଜ ବର୍ତ୍ତମାନ ଉଡ଼ିବାକୁ ବସିଛି ତା ପ୍ରତି ନ୍ୟାୟ ପ୍ରଦାନ କରୁନାହାନ୍ତି। ଗତ ଡିସେମ୍ବର ମାସରେ ଆମେ ଆସିଥିଲୁ ଏଠି ଧାରଣା ଦେବା ପାଇଁ ଆମକୁ ବିଭାଗୀୟ ମନ୍ତ୍ରୀ ମାନ୍ୟବର ଶଙ୍କର ସ୍ୱାଇଁ ମଧ୍ୟ ଆମକୁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆମ କଥା କିଛି ଗ୍ରହଣ କଲେ ନାହିଁ ବର୍ତ୍ତମାନ କାର୍ଯ୍ୟକାରୀ ହେଲା ନାହିଁ। ତେଣୁ ଆମର ବର୍ତ୍ତମାନ ଗୋଟିଏ ଦାବି ଓଡ଼ିଶାର ଅସ୍ମିତା ଭଦ୍ରକର ଅସ୍ମିତା ଡକ୍ଟର ହରେକୃଷ୍ଣ ମହତାଙ୍କର ମାନସ ସନ୍ତାନ ଭଦ୍ରକ ଇଞ୍ଜିନିୟରିଂ କଲେଜକୁ ସରକାରୀକରଣ ଦିଆଯାଉ ଏବଂ ଏହାର ପୁନରୁଦ୍ଧାର କରାଯାଉ ଏବଂ ଏ କଥାକୁ ଯେଉଁ ନିର୍ବାଚନ ବେଳେ ମୋହନ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେ ପ୍ରତିଶ୍ରୁତି ରକ୍ଷା କରିବେ।